ମୋ ସାନ ଯାହାକୁ ଦେଖିଲେ ମୋତେ ଈର୍ଷା ଲାଗୁଥିଲା, କାରଣ ସେ ଏକ ହୃଦୟସ୍ପର୍ଶୀ କାହାଣୀ। ବାହା ହେବାର କିଛି ମାସ ପରେ ସେ ପ୍ରେଗନେଣ୍ଟ ହେଇଯାଇଥିଲା। କିନ୍ତୁ ମୋର ବାହାଘରକୁ 2 ବର୍ଷ ବିତିଗଲା ପରେ ମଧ୍ୟ ମୁଁ ବାଞ୍ଝ ଥିଲି। ମୋ ସାନ ଯାହା ଗର୍ଭବତୀ ହେବା ପରଠୁ ମୋ ଶାଶୁ ମୋତେ ଦେଖେଇ ଶିଖେଇ ଅପମାନିତ କରୁଥିଲେ। କହୁଥିଲେ ଖୁବ୍ ଶୀଘ୍ର ମୋ ପୁଅର ତୋ ସହ ଡିଭୋର୍ସ କରେଇଦେବି। କିନ୍ତୁ ସବୁଦିନ ରାତିରେ ମୋ ସାନ ଯାହା ମୋ ପାଦ ତଳେ ପଡ଼ିକି କାନ୍ଦେ, କହେ ଦେଖିବ ଅପା, ମୋର ଛୁଆ ହେଲା ପରେ ଏମାନେ ମୋତେ ଧକ୍କା ଦେଇ ଘରୁ ବାହାର କରିଦେବେ। ତମେ ମୋତେ କ୍ଷମା କରିଦିଅ ଅପା। ମୋତେ ଆଶ୍ଚର୍ଯ୍ୟ ଲାଗେ, ମୋତେ କ'ଣ ପାଇଁ କ୍ଷମା ମାଗୁଛି? ଯେଉଁଦିନ ତା'ର ଛୁଆ ଜନ୍ମ ହେଲା ସେ ମୋ ହାତରେ ପିଲାଟା ଧରେଇ ଦେଇ କହିଲା, ଅପା ଛୁଆକୁ ନେଇ ଏଠୁ ପଳାଅ। ମୁଁ ଛୁଆକୁ ନେଇକି ପଳେଇଲି। ଜୀବନଟା ସତରେ ଫୁଲର ସେଜ ନୁହେଁ। ସମସ୍ତଙ୍କୁ ଜୀବନରେ ସଂଘର୍ଷ କରିବାକୁ ପଡ଼େ, କିନ୍ତୁ ମୋ ଜୀବନଟା ଅଧିକ ସଂଘର୍ଷମୟ ଥିଲା। ମୋର ଯେତେବେଳେ ବାହାଘର ହେଲା ମୁଁ ବହୁତ ଖୁସି ଥିଲି, କାରଣ ମୋର ଧାରଣା ଥିଲା ଯେ ମୋତେ ଶାଶୁଘର ଲୋକ ସମସ୍ତେ ଭଲ ପାଇବେ, ମୁଁ ସେଠି ରାଜ କରିବି। ଏମିତି ଭାବିବାର ଗୋଟେ କାରଣ ଏହା ଯେ ମୁଁ ବହୁତ ସୁନ୍ଦର ଥିଲି, ସବୁ କାମ ମୋତେ ଆସୁଥିଲା। କିନ୍ତୁ ଶାଶୁଘରେ ପାଦ ଦେବା ପରେ ମୋର ସବୁ ସ୍ୱପ୍ନ ପାଣି ଫୋଟକା ପରି ମିଳେଇଗଲା। ବାହାଘର ଦ୍ୱିତୀୟ ଦିନ ମୁଁ ରୋଷେଇ ଘରୁ ଆସିକି ଦେଖେ ତ ମୋ ନଣନ୍ଦ ମୋର ସବୁ ଜିନିଷ ଘର ସାରା ଖେଳେଇକି ପକେଇଛନ୍ତି। ମୋତେ ଦେଖିକି କହିଲା, ତମେ କେଉଁ କ୍ରିମ୍ ଲଗାଉଛ? ମୋତେ ଦେଲ, ମୁଁ ଲଗେଇବି। ମୁଁ ତମ ପରି ଗୋରା ହେବାକୁ ଚାହୁଁଛି। ମୁଁ ସୁନ୍ଦର ବୋଲି ସେ ଈର୍ଷା କରୁଥିଲା। ମୋ ନାଁରେ ଘର ଲୋକଙ୍କ ଆଗରେ ମିଛ କହି ଗାଳି ଶୁଣଉଥିଲା। ଦିନେ ମୋର ସବୁ ଭଲ ଶାଢ଼ୀ ସେ ଗଡ଼ରେଜରୁ କାଢ଼ିକି ନେଇଗଲା। କହିଲା, ଭାଉଜ ତମେ ଏଇ ଶାଢ଼ୀ ପିନ୍ଧିବନି, ତମେ ଏଇ ଶାଢ଼ୀରେ ବହୁତ ସୁନ୍ଦର ଲାଗୁଛ, ଆଉ ତମ ଆଗରେ ମୋର ରଙ୍ଗ ଫିକା ଲାଗୁଛି। ମୋତେ ଆଶ୍ଚର୍ଯ୍ୟ ଲାଗିଲା, ନଣନ୍ଦ ହେଇକି ଭାଉଜକୁ କ'ଣ ଈର୍ଷା କରୁଛି? ମୁଁ ଏକଥା ସୌରଭଙ୍କୁ କହିଲି। ସେ କିନ୍ତୁ କହିଲେ, ମୋ ଭଉଣୀ ବହୁତ ଗେଲା ଆଉ ଜିଦିଆ, ତା'ର ଯାହା ଇଚ୍ଛା ସେ ସେଇଆ କରେ। ତମକୁ ଯଦି ଘରେ ରହିବାର ଅଛି ତେବେ ତା ବିରୋଧରେ କିଛି କହିବନି। ମୋତେ ସୌରଭଙ୍କ କଥା ଶୁଣିକି ବହୁତ ଖରାପ ଲାଗିଲା। ମୁଁ ବୁଝି ସାରିଥିଲି ଏଠି ମୁଁ ପୁରା ପରାଧୀନ। ବାହାଘରର 2 ମାସ ବିତି ଯାଇଥିଲା, କିନ୍ତୁ ସୌରଭ ଥରଟେ ମଧ୍ୟ ମୋ ସାଙ୍ଗରେ ମନ ଖୋଲା କଥା ହେଉନଥିଲେ। ଗୋଟେ ଛାତ ତଳେ ଆମେ 2 ଜଣ ଅଜଣା ଲୋକ ଭଳି ସମୟ କାଟୁଥିଲୁ। ବାସ୍ କାମ ପଡ଼ିଲେ ଟିକେ କଥା ହେଉ, ନହେଲେ ନାଇଁ। ଦିନେ ଶାଶୁ କହିଲେ, ନିତା କେବେ ତୁ ଖୁସି ଖବର ଦେବୁ? ମୁଁ ଆଶ୍ଚର୍ଯ୍ୟ ହେଇକି କହିଲି, ବୋଉ ଏବେ ତ ବାହାଘରର ମାତ୍ର 2 ମାସ ହେଇଛି। ଶାଶୁ କହିଲେ, 2 ମାସ କ'ଣ କମ୍ ହେଲାଣି? ମୋ ଭଉଣୀର ବୋହୂ ବାହା ହେବାର ମାସକ ଭିତରେ ଗର୍ଭବତୀ ହେଇଥିଲା, ଆଉ ତୁ 2 ମାସ ହେଲାଣି ଶୁଖିଲା ଗଛ ପରି ଠିଆ ହେଇଛୁ। ଶାଶୁଙ୍କ କଥା ଶୁଣିକି ମୋ ହୃଦୟ ଦୁଃଖରେ ଭାଙ୍ଗି ପଡ଼ିଲା। ଯେତେବେଳେ ଦେଖ ଶାଶୁ ଆଉ ନଣନ୍ଦ ମୋତେ ଗାଳି ଗୁଲଜ କରୁଥିଲେ। ଦେଖୁ ଦେଖୁ ଏଇ ଭିତରେ 1 ବର୍ଷ ବିତି ଯାଇଥିଲା, କିନ୍ତୁ ମୋର ଛୁଆ ପିଲା କିଛି ହେଲାନି। ସତ କହିବାକୁ ଗଲେ ମୋ ସ୍ୱାମୀଙ୍କର ମୋ ପ୍ରତି କୌଣସି ଇଣ୍ଟରେଷ୍ଟ ନଥିଲା, କି ଛୁଆ ପିଲା ନେଇ କେବେ ମୋ ସାଙ୍ଗେ ଆଲୋଚନା କରୁନଥିଲେ। ସବୁ ସମାଧାନ ଯେମିତି ମୋ ଶାଶୁଙ୍କ ପାଖରେ ଥିଲା। ସେ କହିଲେ, ଦେଖ ଯଦି ଆଉ କିଛି ଦିନ ପରେ ପିଲା ଛୁଆ ନ ହୁଏ ତାହେଲେ ତତେ ମୁଁ ଘରୁ କାଢ଼ିଦେବି। ମୁଁ ଶାଶୁଙ୍କୁ କହିଲି, ଏଥିରେ ମୋର କ'ଣ ଭୁଲ? ଭୁଲ ତୋର ଏତିକି ଯେ ତୁ ବାଞ୍ଝଟା। ମୁଁ କାନ୍ଦିକି ଏକଥା ସୌରଭଙ୍କୁ ଜଣେଇଲି। ସୌରଭ ମା ମୋତେ ତମଠୁ ଦୂରେଇ ଦେବାକୁ ଚାହୁଁଛନ୍ତି। ହଁ ତ ମୁଁ କ'ଣ କରିପାରିବି? ମା କଥାରେ ରାଜି ହେଇକି ତମକୁ ବାହା ହେଇଥିଲି। ଏବେ ସେ ଯଦି ତମକୁ ମୋଠୁ ଅଲଗା କରିଦେବ ମୁଁ କିଛି କରିପାରିବିନି। ସୌରଭଙ୍କ କଥା ଶୁଣିକି ମୋ ପାଦ ତଳୁ ମାଟି ଖସିଗଲା। ମୋର କୌଣସି ମୂଲ୍ୟ ନାହିଁ ଯେମିତି ତାଙ୍କ ପାଖରେ। ତା'ମାନେ ମୁଁ କ'ଣ ଗୋଟେ ଚାକରାଣୀ? ଦିନ ତମାମ ସମସ୍ତଙ୍କ ଇସାରାରେ ନାଚିବି? ମୋ ନିଜର ସ୍ୱାଭିମାନ ବୋଲି କିଛି ନାହିଁ। ବହୁତ କଷ୍ଟରେ ମୋ ମନର ଦୁଃଖକୁ ମନ ଭିତରେ ଚାପିକି ରହିଲି। ଏବେ ଶାଶୁ ମୋ ସାନ ଦିଅର ପାଇଁ ଝିଅ ଦେଖା ଆରମ୍ଭ କଲେ, ଆଉ ମୋତେ ଦେଖେଇ ଦେଖେଇ କହନ୍ତି, ହେ ଭଗବାନ, ମୋ ପୁଅ ଗୌରବ ପାଇଁ ଭଲ ଝିଅଟେ ଜୁଟାଅ, ସେ ଯେମିତି ଏଇ ନିତା ଭଳି ବାଞ୍ଝ ନ ହେଉଥାଉ। ମୋ ଆଖିରୁ ଅନବରତ ଲୁହ ବୋହେ। ଯାହା ହେଲେ ମୁଁ ବି ତ ଗୋଟେ ମଣିଷ ନା, ମୋର ବି ଗୋଟେ ହୃଦୟ ଅଛି, କେତେ ସହିବି? ମୁଁ ସୌରଭଙ୍କୁ କହିଲି, ଶୁଣ, ଚାଲ ଟିକେ ଡାକ୍ତର ଦେଖେଇବା। ଯଦି କିଛି ଅସୁବିଧା ଥିବ ତେବେ ଟ୍ରିଟମେଣ୍ଟ କଲେ ସବୁ ଠିକ୍ ହେଇଯିବ। କ'ଣ
ଡାକ୍ତର ଦେଖେଇବ। ମୋ ପାଖେ ଏତେ ଟଙ୍କା ନାହିଁ ତମକୁ ଡାକ୍ତର ଦେଖେଇବା ପାଇଁ। ତମ ପାଖରେ ଛୁଆ ଜନ୍ମ କରିବାର କ୍ଷମତା ନାହିଁ। ମାନେ ତମେ ଯାହା କଲେ ବି ଛୁଆ ଜନ୍ମ କରିପାରିବନି। ତାଙ୍କ କଥା ଶୁଣିକି ମୁଁ ହତବାକ୍ ହେଇଗଲି। ସ୍ୱାମୀ ଯେତେବେଳେ ପର, ତେବେ ଆଉ କାହାକୁ ନିଜର କହିବି? ଦିଅରଙ୍କ ବାହାଘର ସରିଲା। ଯା' ଅମିଶାର ମୁଁ ଖୁବ୍ ଆଦରରେ ସ୍ୱାଗତ କଲି। ତାକୁ ସମସ୍ତେ ବହୁତ ସ୍ନେହ କଲେ। ମୋ ନଣନ୍ଦ ତ ତାକୁ କିଛି କହୁନଥିଲା। କିନ୍ତୁ ଅମିଶା ମୋର ଭଲ ସାଙ୍ଗ ହେଇପାରିଲାନି। ସେ ଉଚ୍ଚ ଶିକ୍ଷିତା ଥିଲା। ବିନା କାରଣରେ କାହା ସାଙ୍ଗେ ଗପେନି। ଯେତିକି ଦରକାର ବାସ୍ ସେତିକି କଥା। ବାହାଘରର ମାତ୍ର କିଛି ସପ୍ତାହ ପରେ ଅମିଶାର ଦେହ ପ୍ରାୟ ଭଲ ରହିଲାନି। ବାନ୍ତି ହେଲା। ତାପରେ ଜଣାପଡ଼ିଲା ଯେ ସେ ମା' ହେବାକୁ ଯାଉଛି। ଶାଶୁ ଖୁସିରେ ନାଚି ଉଠିଲେ। ଦିଅର ତ ଫଳ ମୂଳ ସବୁ କିଛି ଖଞ୍ଜିକି ରଖିଲେ ତାଙ୍କ ସ୍ତ୍ରୀ ପାଇଁ। ଏବେ ମୋର ଯାହା ଡର ଥିଲା ସେଇଆ ହେଲା। ଶାଶୁ ମୋତେ ଅପମାନିତ କରିବାର ଗୋଟେ ହେଲେ ମଉକା ଛାଡ଼ୁନଥିଲେ। ମୋତେ ଅମିଶା ଉପରେ ଈର୍ଷା ହେଉଥିଲା। ଭଗବାନ ଯଦି ତା କୋଳରେ ଗୋଟେ ଛୁଆ ଦେଲେ, ତାହେଲେ ମୋ କୋଳରେ କ'ଣ ପାଇଁ ଛୁଆଟେ ଦେଉନାହାନ୍ତି? ଶାଶୁ ତାକୁ କିଛି ହେଲେ କାମ କରିବାକୁ ମନା କରିଥିଲେ। ଘରର ସବୁ କାମ ମୁଁ କରୁଥିଲି। ସେଦିନ ଘରର ସବୁ କାମ ସାରିକି ମୁଁ ରାତିରେ ଶୋଇବାକୁ ଆସିଲି। କିନ୍ତୁ ମୋ ଆତ୍ମା ଭିତରୁ କୋହ ଉଠୁଥିଲା। ବହୁତ କଷ୍ଟ ହେଉଥିଲା ମୋତେ। ହଠାତ୍ ଦେଖିଲି ଅମିଶା ମୋ ରୁମ୍ ଭିତରକୁ ପଶି ଆସିଲା। ୟା ପୂର୍ବରୁ ସେ କେବେ ମୋ ରୁମ୍କୁ ଆସିନଥିଲା। ତା ଆଖି ଲୁହରେ ଓଦା ହେଇଯାଇଥିଲା। ମୁଁ ପଚାରିଲି, କ'ଣ ହେଲା ଅମିଶା? ସବୁ ଠିକ୍ ଟି? ତୋ ଦେହ ଭଲ ଅଛି ନା? ମୁଁ ତମକୁ ଅପା ଡାକିପାରିବି? ହଁ, ଏଥିରେ ପଚାରିବାର କ'ଣ ଅଛି? ଅପା, ମୁଁ ଦେଖୁଛି ଯେବେଠୁ ମୁଁ ପ୍ରେଗନେଣ୍ଟ ହେଇଛି, ଘର ଲୋକ ତମ ବଞ୍ଚିବା ମୁସ୍କିଲ କରିଦେଇଛନ୍ତି। ମୁଁ ନିଜକୁ ତମ ଦୋଷୀ ଭାବୁଛି ଅପା। ଆରେ ନା ନା, ଛୁଆ ତ ଭଗବାନଙ୍କ ଆଶୀର୍ବାଦ। ସେ ଯାହାକୁ ଚାହିଁବେ ସନ୍ତାନ ଦେବେ, ଯାହାକୁ ଚାହିଁବେ ଦେବେନି। ତୁ ନିଜକୁ କ'ଣ ପାଇଁ ଦୋଷୀ ଭାବୁଛୁ? ଅପା, ଛୁଆ ହେଲା ପରେ ମୋତେ ଘରୁ ଧକ୍କା ଦେଇକି ଏମାନେ କାଢ଼ିଦେବେ। ଏ କ'ଣ କହୁଛୁ ଅମିଶା? ସେମାନେ ଏମିତି କ'ଣ ପାଇଁ କରିବେ? ସେମାନେ ତ ତୋତେ ବହୁତ ଭଲ ପାଇବେ। ତୁ ଯେହେତୁ ଘରର ଉତ୍ତରାଧିକାରୀ ଦେବୁ। ଭଗବାନ ନ କରନ୍ତୁ ତୋ ସହିତ ଏମିତି କିଛି ହେଉ। ସେ ଟିକେ ହସି ଦେଇକି ପଳେଇଲା। ତାପରେ ସୌରଭ ରୁମ୍କୁ ଆସିଲେ। ସେ ବହୁତ ବ୍ୟସ୍ତ ଜଣାପଡ଼ୁଥିଲେ। କ'ଣ ହେଇଛି? କିଛି କହିବାକୁ ଚାହୁଁଛ କି? ହଁ, ସେ ଅମିଶା କ'ଣ ପାଇଁ ରୁମ୍କୁ ଆସିଥିଲା? କ'ଣ କହୁଥିଲା? ମୁଁ ଆଗରୁ କେବେ କାହା ବିଷୟରେ ସୌରଭଙ୍କୁ ଏତେ ଭାବିବାର ଦେଖିନଥିଲି। ସୌରଭ ପ୍ରଶ୍ନ ଉପରେ ପ୍ରଶ୍ନ ପଚାରି ଚାଲିଥିଲେ। ମୁଁ ରାଗିକି କହିଲି, ଆମ ସ୍ତ୍ରୀ ଲୋକ କଥାରେ ତମେ ମୁଣ୍ଡ ପୁରାଅନି। ସେ ଆଉ କିଛି କହିଲେନି। ଏପଟେ ସୌରଭ ଆଉ ସେପଟେ ଅମିଶା। ଦୁଇ ଜଣଙ୍କ କଥା ଶୁଣିକି ମୋତେ କିଛି ଗୋଟେ କଥା ଅଛି ଯେମିତି ଲାଗୁଥିଲା। ତା ପରଦିନ ସୌରଭ ଜଳଖିଆ କରିକି ଗଲା ପରେ ଅମିଶା ରୋଷେଇ ଘରକୁ ଆସିକି କହିଲା, ଅପା, ମୋତେ ଜୋର ଭୋକ ଲାଗିଲାଣି। ହଁ ବସେ, ମୁଁ ବାଢ଼ି ଦେଉଛି। ଖାଉ ଖାଉ ପଚାରିଲା, ଅପା, ତମ ଘରେ ସବୁ କିଏ ଅଛନ୍ତି? ମୁଁ ଦୀର୍ଘ ନିଶ୍ୱାସ ନେଇକି କହିଲି, ନା ଲୋ, ମୋର କେହି ନାହାନ୍ତି। ବାପା ମା ପିଲାବେଳୁ ଆରପାରିରେ ଦାଦା ଖୁଡ଼ି ବଡ଼ କରିଥିଲେ। ଏବେ ସେମାନେ ଆଉ ପଚାରୁନାହାନ୍ତି। ସେଥିପାଇଁ ତ ମୋତେ ଏତେ ସହିବାକୁ ପଡ଼ୁଛି। ମୋର ଯଦି କେହି ନିଜର ଥାଆନ୍ତା, ତାହେଲେ ଏତେ ସବୁ କ'ଣ ପାଇଁ ସହିବାକୁ ପଡ଼ୁଥାନ୍ତା? ଅମିଶାର ମନ ବହୁତ ଦୁଃଖ ହେଇଗଲା। ହଁ ଲୋ ଅମିଶା, ଭଗବାନଙ୍କ ଦୟା ତୁ ମା ହେବାକୁ ଯାଉଛୁ। ନହେଲେ ଏମାନେ ତୋ ସହିତ ମଧ୍ୟ ଏମିତି ବ୍ୟବହାର କରିଥାନ୍ତେ। ହଁ ଯେ ଅପା, ହେଲେ ଏବେ କିଏ କହିପାରିବ ଆଗକୁ ମୋ ସାଙ୍ଗେ ମଧ୍ୟ ଏମିତି କରିବେନି ବୋଲି? ଅମିଶା, ତୁ ଏମିତି କ'ଣ ପାଇଁ କହୁଛୁ? ସେମାନେ ତତେ ଦେଖିବୁ ବହୁତ ଭଲ ପାଇବେ। ଅପା, ତମେ ଦିବାସ୍ୱପ୍ନ ଦେଖୁଛ କହିକି ସେ ସେଠୁ ଉଠିକି ପଳେଇଲା। ତାର ଡେଲିଭରି ସମୟ ଯେତେ ପାଖଉଥିଲା ସେ ସେତେ ଅଧିକ ଚିନ୍ତାରେ ରହୁଥିଲା। ଦିନେ ସକାଳୁ ତାର ଦେହ ଖରାପ ହେଲା। ଡେଲିଭରି ସମୟ ହେଇଯାଇଥିଲା ବୋଧେ। କିନ୍ତୁ ଆଶ୍ଚର୍ଯ୍ୟ, ସେ ତା ରୁମ୍କୁ ଯାଇକି ଭିତରୁ କବାଟ ଦେଇଦେଲା। ଶାଶୁ ବାଡ଼େଇ ପିଟି ହେଲେ, ଅମିଶା କବାଟ ଖୋଲ, ଡାକ୍ତର ପାଖକୁ ଯିବା। କବାଟ ଜୋରେ ଜୋରେ ବାଡ଼େଇଲେ। ସେ କିନ୍ତୁ କିଛି ଶୁଣିଲାନି। ନା, ମୁଁ ନିଜେ ନିଜର ଡେଲିଭରି କରିବି। ତମେ ସବୁ ଏଠୁ ଯାଅ। ଖାଲି ଅପାଙ୍କୁ ମୋ ପାଖରେ ପଠେଇ ଦିଅ। ମୁଁ ଡରିଗଲି, କାରଣ ମୋତେ ଡେଲିଭରି ବିଷୟରେ କିଛି ଜଣା ନଥିଲା।
ମୋତେ କିନ୍ତୁ ଶାଶୁ ଜବରଦସ୍ତି ପଠେଇଲେ। ମୁଁ ରୁମ୍କୁ ଗଲା ପରେ ସ୍ତମ୍ଭୀଭୂତ ହେଇଗଲି। ଅମିଷା ଛୁଆକୁ କମ୍ବଳ ଭିତରେ ଗୁଡ଼େଇକି ଧରିଥିଲା। କହିଲା, ଅପା ତମେ ଛୁଆକୁ ନେଇ ଘରୁ ପଳାଅ। କ'ଣ? ମୁଁ କୁଆଡ଼େ ଯିବି? ତୁ ପାଗଳ ହେଇଗଲୁ ନା କ'ଣ? ଅପା ପ୍ଲିଜ୍ ତମେ ଯାଅ, ପରେ ସବୁ ଜାଣିଯିବ। କିନ୍ତୁ ମୁଁ କୁଆଡ଼େ ଯିବି? ମୋର ତ କେହି ନାହାନ୍ତି। କାଗଜରେ ଗୋଟେ ଆଡ୍ରେସ୍ ଲେଖିକି ଦେଲା, ଆଉ ଘରର ପଛ ପାଖେ ମୋତେ ଯିବାକୁ କହିଲା। 1 କିଲୋମିଟର ଗଲା ପରେ ମୁଁ ଆଡ୍ରେସ୍ ଥିବା ଘରେ ପହଞ୍ଚିଗଲି। ସେଠି ଅମିଷାର ବାପା, ମା, ଭାଇ, ଭଉଣୀ ଥିଲେ। ମୋତେ ଦେଖିକି କହିଲେ, ଆରେ ନିତା ତମେ ଆସିଛ, ଆସ ଆସ ଭିତରକୁ ଆସ। ସେତେବେଳେ ଯାଇକି ମୁଁ କମ୍ବଳ କାଢ଼ିକି ପିଲାଟିକୁ ଦେଖିବାକୁ ଯାଏ ତ ମୋ ମୁଣ୍ଡ କ'ଣ ହେଇଗଲା। ସେଥିରେ କୌଣସି ଛୁଆ ନଥିଲା, ଥିଲା ଗୋଟେ କଣ୍ଢେଇ। ମୋ ଉପରେ ରାଗିକି ଅମିଷା ମା କହିଲେ, ଝିଅ ତମେ କ'ଣ ପାଇଁ ଏମିତି ମଜାକ କରୁଛ? ମୁଁ କାନ୍ଦିକି କହିଲି, ନାଇଁ ଆଣ୍ଟି, ଅମିଷା ତ ମୋ ସହ ଏମିତି ମଜାକ କରିଛି। ମୋତେ କହିଲା, ତମେ ଛୁଆକୁ ନେଇକି ଶୀଘ୍ର ପଳାଅ। ମୁଁ ଭାବିଲି ବୋଧେ କିଛି ଅସୁବିଧା ଅଛି, ସେଥିପାଇଁ ମୁଁ ଡରିକି ତା କଥା ମାନିଲି। ତାପରେ ଅମିଷାର ଭଉଣୀ ରିୟା ଆସିକି ମୋ ହାତରୁ କମଳ ନେଇକି ଦେଖେ ତ ସେଥିରେ ଗୋଟେ ଚିଠି ଆଉ ମୋ ସ୍ୱାମୀ ଆଉ ଦିଅରଙ୍କ ଡାକ୍ତର ରିପୋର୍ଟ ଥିଲା, ଯେଉଁଥିରୁ ସ୍ପଷ୍ଟ ଜଣାପଡ଼ିଲା ଯେ ସୌରଭ ଆଉ ଗୌରବ କେବେ ବାପା ହେଇପାରିବେନି। ଅମିଷାର ଭଉଣୀ କହିଲା, ଦେଖ ଦିଦି, ତମେ ବାଞ୍ଝ ନୁହଁ, ବରଂ ତମ ସ୍ୱାମୀଙ୍କର ବାପା ହେବାର କ୍ଷମତା ନାହିଁ। ମୁଁ ଆଶ୍ଚର୍ଯ୍ୟ ହେଲି। ଯଦି ସୌରଭ ସବୁ ଜାଣିଥିଲେ, ତେବେ ମୋ ପ୍ରତି ଏତେ ଅକଥନୀୟ ଅତ୍ୟାଚାର କ'ଣ ପାଇଁ କରୁଥିଲେ? ହଁ ଦିଦି, ଅମିଷା ଦିଦି ଜାଣିସାରିଥିଲା ଏମାନଙ୍କ ସତକୁ ବୋଧେ। ସେଥିପାଇଁ ମିଛ ପ୍ରେଗନେଣ୍ଟ ହେବାର ଡ୍ରାମା କରୁଥିଲା। କାରଣ ସେ ଜାଣିଥିଲା ତା ସହିତ ମଧ୍ୟ ତମ ପରି ଅତ୍ୟାଚାର ହେବ। ହଁ, ସେଥିପାଇଁ ଅମିଷା ମୋତେ ସବୁବେଳେ କହୁଥିଲା, ଅପା ପିଲା ହେବା ପରେ ଏମାନେ ମୋତେ ଘରୁ କାଢ଼ିଦେବେ। ଚାଲ ଅଙ୍କଲ ଘରକୁ ଯିବା। ଜଣା ନାହିଁ ଛୁଆ ହେଲାନି ଜାଣିବା ପରେ ସେମାନେ କି ବ୍ୟବହାର ଅମିଷା ସହ କରୁଥିବେ। ତାପରେ ସବୁ ମିଶିକି ଗଲୁ। ଅମିଷାକୁ ଶାଶୁ ନଣନ୍ଦ ନିର୍ଧୁମ ପିଟୁଥିଲେ। ତୋର ଏତେ ସାହସ, ତୁ ଆମକୁ ମିଛ କହିଲୁ? ଅଙ୍କଲ ରାଗିକି ପୋଲିସ ଡାକିଲେ। ସୌରଭ ଗାଲରେ ମୁଁ ଗୋଟେ ଝାବଡ଼ା ଲଗେଇଲି। ତମେ ମୋତେ ସତ କହିପାରିଥାନ୍ତ, ମୁଁ ତମ ସାଥ ଦେଇଥାନ୍ତି। ଆମେ ପିଲା ଆଡପ୍ଟ କରିଥାନ୍ତେ। ତମେ କିନ୍ତୁ ମୋତେ ଚାକର ଭଳି ରଖିଲ, ବାଞ୍ଝର ଆଖ୍ୟା ଦେଲ। ମୁଁ ସୌରଭକୁ କହିଲି, ମୋତେ ଡିଭୋର୍ସ ଦରକାର। ସୌରଭ ଆଉ ଗୌରବ ଆମକୁ ବାଡ଼େଇବାକୁ ହାତ ଉଠାଉଥିଲେ, କିନ୍ତୁ ଠିକ୍ ସମୟରେ ପୋଲିସ ଆସିକି ସେମାନଙ୍କୁ ନେଇଗଲା। ସେମିତି ଅମଣିଷମାନଙ୍କ ପାଖରେ ମୁଁ ଆଉ ଅମିଷା ରହିବାକୁ ଚାହୁଁନଥିଲୁ। ଆମେ ଡିଭୋର୍ସ ନେଇଗଲୁ। ଅମିଷାର ବାପା ମା ମୋତେ ସେମାନଙ୍କ ଝିଅ କରି ରଖିବା ପାଇଁ ରାଜି ଥିଲେ। ମୁଁ ସେମାନଙ୍କ ପାଖରେ ରହିଲି। ଅମିଷାର ସାହସ ପାଇଁ ଆମ 2 ଜଣଙ୍କ ଜୀବନ ରକ୍ଷା ହେଲା। ନହେଲେ ହୁଏତ ମୁଁ ଜୀବନ ସାରା ବିନା ଦୋଷରେ ଦଣ୍ଡ ପାଇଥାନ୍ତି। ଆଉ ସେମାନଙ୍କ ମନ ଭରିଗଲା ପରେ ମୋତେ ସେମାନେ ଘରୁ କାଢ଼ି ଦେଇଥାନ୍ତେ। ଅଙ୍କଲ କିଛି ଦିନ ପରେ ଆମମାନଙ୍କୁ ବୁଝାସୁଝା କରିକି ଆମ ବାହାଘର କରିଦେଲେ। ଆଉ ଆମେ ଏବେ ଖୁସିରେ ଅଛୁ। ଅମିଷା ଭଲ ଚାକିରି କରୁଛି। ମୋତେ ସେ ନିଜ ଭଉଣୀଠୁ ଅଧିକ ଭଲ ପାଉଛି। ସେ ମଧ୍ୟ ତା ସଂସାର ନେଇକି ଖୁସିରେ ଅଛି।